ଜଗାରେ ଏବେ ଦେହ ସୁସ୍ଥ ଅଛି ତ? କିଏ କହୁଥିଲା 108 ଗରା ପାଣିରେ ସ୍ନାନ କରିବା ପାଇଁ 15 ଦିନ ଜ୍ୱରରେ ପଡ଼ି ରହିଲ। ସତ କହିଲେ ଛଳିଆ ଠାକୁରେ, କଳା କାଞ୍ଚନ ପରି ଶରୀରରେ କ'ଣ ଜ୍ୱର ଶୋଷ କରିପାରେ? ନା ତୁମେ ଜାଣିକି ଜ୍ୱରରେ ପଡ଼ି ରହିଥିଲ ଆମମାନଙ୍କୁ ଦେଖା ନ ଦେଇ ଛଟପଟ କରିବା ପାଇଁ? ଜାଣିନ କି ତୁମର ସେଇ ପଲକ ନଥିବା ଆଖି ଦୁଇକୁ ଦେଖିବା ପାଇଁ ଚାହିଁ ବସିଛି। କେବେ ସୁସ୍ଥ ହେବ ଆମକୁ ଦର୍ଶନ ଦେବ। ଆଚ୍ଛା କହିଲେ ସାନ୍ତେ, ଆମ ଡାକ କ'ଣ ଶୁଣାଯାଉନଥିଲା? ହଁ ବା, କେମିତି ବା ଶୁଣାଯିବ? ତୁମର ତ କାନ ନାହିଁ। ସତ କହିଲେ ଆମ କଥା ତୁମର କ'ଣ ମନେ ପଡ଼ୁନଥିଲା? ନା ତୁମର ମନ ବୋଲି କିଛି ନାହିଁ। ତୁମେ ବିଚିତ୍ର, ତୁମ ଲୀଳା ବି ବିଚିତ୍ର। ତୁମ ଲୀଳାକୁ ଆମେ ତୁଚ୍ଛ ମଣିଷ କ'ଣ ବା ବୁଝିପାରିବୁ? ସିଏ ଯାହା ବି ହେଉ, ତୁମେ ଏବେ ସୁସ୍ଥ ହେଇଗଲ। ବଡ଼ ଭାଇ ଗେଲି ଭଉଣୀକି ଧରି ମାଉସୀ ମା ଘରକୁ ବାହାରିଲ। ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଲ। ଏତିକି ଆମମାନଙ୍କ ପାଇଁ ଭଲ। ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଶୁଭେଚ୍ଛା କାଳିଆ।